ମହାକାଶ ସମ୍ପର୍କରେ କିଛି ଅଜଣା କଥା। ଆପଣ ଆକାଶକୁ ଚାହିଁଲେ ରାତିରେ ଅନେକ ତାରାପୁଞ୍ଜ ଏବଂ ଆକାଶ ଗଙ୍ଗାକୁ ଦେଖିବାକୁ ପାଇବେ। ଭାବୁଥିବେ ଏ ଆକାଶ କେତେ ବିଶାଳ, ଏଥିରେ କେତେ ଉପଗ୍ରହ, ଗ୍ରହ, ନକ୍ଷତ୍ର, ଗ୍ରହାଣୁପୁଞ୍ଜ, ତାରାପୁଞ୍ଜ ରହିଛନ୍ତି। ସମସ୍ତେ ଭାବୁଥିବେ ବ୍ରହ୍ମାଣ୍ଡ ଗୋଟିଏ ବୋଲି। ମାତ୍ର ବୈଜ୍ଞାନିକମାନଙ୍କ ଅନୁସାରେ ଏହି ବ୍ରହ୍ମାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଏ ବ୍ରହ୍ମାଣ୍ଡ ବା ୟୁନିଭର୍ସ ଗୋଟିଏ ନୁହେଁ, ଅନେକ ବ୍ରହ୍ମାଣ୍ଡ ରହିଛନ୍ତି। ଏମାନଙ୍କୁ ମଲ୍ଟିଭର୍ସ କୁହାଯାଏ। ଆଉ ବ୍ରହ୍ମାଣ୍ଡ ସଦାସର୍ବଦା ବୃଦ୍ଧି ପାଉଛି। ଏହି ବ୍ରହ୍ମାଣ୍ଡର ଅଧିକାଂଶ ଜିନିଷ ଡାର୍କ ପାର୍ଟିକେଲ ବା ଅନ୍ଧାର କଣିକା। ଏହା ଉପରେ ନ୍ୟୁଟ୍ରନ୍ ଏବଂ ପ୍ରୋଟନ୍ର କୌଣସି ପ୍ରଭାବ ନଥାଏ ବୋଲି ଜଣାପଡ଼ିଛି। ଏହା ଏକ ଆଶ୍ଚର୍ଯ୍ୟଜନକ କଥା। କୁହାଯାଏ ବିଗ୍ ବ୍ୟାଙ୍ଗ ଯୋଗୁଁ ବ୍ରହ୍ମାଣ୍ଡର ସୃଷ୍ଟି। ଅନେକ ମହାକାଶ ବିଜ୍ଞାନୀ ଗବେଷଣାରୁ ଜାଣିଛନ୍ତି ଯେ ଦିନେ ଏହି ବ୍ରହ୍ମାଣ୍ଡ ବୃଦ୍ଧି ପାଇ ଆଉ ଏକ ବିଗ୍ ବ୍ୟାଙ୍ଗ ଘଟିବ ଏବଂ ନୂତନ ସଂରଚନା ବା ନୂତନ ସୃଷ୍ଟି ହେବ। ଏପରି ଖବର ଜାଣିବା ପାଇଁ ସମାଜ ଲାଇଭକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ। ଆପଣଙ୍କର ଉପଯୁକ୍ତ ମନ୍ତବ୍ୟ କମେଣ୍ଟ ମଧ୍ୟ ଦିଅନ୍ତୁ।